ନୂଆ ସ୍ୱପ୍ନ ନୂଆ ଆରମ୍ଭ। ଅପରାଜିତାଙ୍କ ଝିଅ ଅର୍ଚ୍ଚିତାଙ୍କ ହାତ ଧରିଲେ ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ୍ ସଚିନ ରାହାର। ଲାଲ ଟୁକୁଟୁକୁ ସାଧବ ବୋହୂ ବେଶରେ ବସିଥିଲେ ସାଂସଦ ଅପରାଜିତାଙ୍କ ଅଲି ଅଳି ଝିଅ ଅର୍ଚ୍ଚିତା। ସେପଟେ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଟକୁଥିଲା ରାଜଧାନୀ ନୂଆଦିଲ୍ଲୀର ବିବାହ ମଣ୍ଡପ। ହାତକୁ ଦୁଇ ହାତ ହେଲେ ଅର୍ଚ୍ଚିତା ଷଡ଼ଙ୍ଗୀ। ବାଜା ବଜାଇ ବାଣ ଫୁଟାଇ ଅଳି ଅଳି ଝିଅକୁ ନେଇଗଲା ରାଜସ୍ଥାନର ରାଜକୁମାର। ଖୁସିର ଆଲୋକ ଓ ହାସ୍ୟର ଝରଣା ମଧ୍ୟରେ ଝରିଛି ଭୁବନେଶ୍ୱରର ସାଂସଦ ଓ ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ଅର୍ଚ୍ଚିତା ଷଡ଼ଙ୍ଗୀଙ୍କ ବାହାଘର। ଅର୍ଚ୍ଚିତା ଆରମ୍ଭ କରିଛନ୍ତି ପ୍ରେମର ଏକ ନୂଆ ଯାତ୍ରା। ପୂରଣ ହୋଇଛି ମାତୃତ୍ୱର ସ୍ୱପ୍ନ। ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ MBA କରିଥିବା ଅର୍ଚ୍ଚିତା ଆରମ୍ଭ କରିଛନ୍ତି ନିଜ ଜୀବନର ଏକ ନୂଆ ଅଧ୍ୟାୟ। ସେ ସଚିନ ରାହାଙ୍କୁ ବିବାହ କରିଛନ୍ତି। ସଚିନ ଏବେ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟ କରୁଛନ୍ତି। ରାଜସ୍ଥାନର ଝୁନଝୁନୁର ସଚିନ 2024 ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଏବେ ଆନ୍ଧ୍ରପ୍ରଦେଶ କ୍ୟାଡରରେ କାର୍ଯ୍ୟ କରୁଛନ୍ତି, ଯାହାକୁ ନେଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ମା ଅପରାଜିତା। ଖୁବ୍ ଧୁମଧାମରେ ଝିଅର ହଳଦୀ ରସମଠୁ ଆରମ୍ଭ କରି ମେହେନ୍ଦୀ, ବାହାଘର ଓ ବିଦାୟ ଉତ୍ସବକୁ ଖୁବ୍ ଧୁମଧାମରେ ଆୟୋଜନ କରିଥିଲେ ଅପରାଜିତା। ନିଜ ଅଳିଅଳି ଝିଅ ବାହାଘର ପାଇଁ ପାଣି ଭଳି ପଇସା ଭସାଇଥିଲେ ଅପରାଜିତା। ଅପରାଜିତା ଝିଅକୁ ବଧୂ ବେଶରେ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ। ନୂଆଦିଲ୍ଲୀର ଅଶୋକା ରାଜପଥରେ ଆୟୋଜିତ ଏହି ବାହାଘରରେ ରାଜ୍ୟ ତଥା ରାଜ୍ୟ ବାହାରର ମନ୍ତ୍ରୀ, ବିଧାୟକ ଓ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଭୁବନେଶ୍ୱରରେ ବି ବାହାଘର ଭୋଜିର ଆୟୋଜନ କରାଯିବ। ଡିସେମ୍ବର 14 ତାରିଖରେ ଭୁବନେଶ୍ୱରରେ ଆଉ ଏକ ବିବାହ ଭୋଜିର ଆୟୋଜନ କରାଯିବ। ତେବେ ଏହି ବିବାହ କେବଳ ଦୁଇ ଲୋକର ମିଳନ ନୁହେଁ, ଏହା ଏକ ବଡ଼ ପରିବାର, ସଂଘ ଏବଂ ସଂସ୍କୃତିର ଉତ୍ସବ। ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ତଥା ସଚିନ ରାହାରଙ୍କ ନବବଧୂ ପଥ ଏକ ନୂତନ ଆଶା, ଏକ ନୂତନ ଜୀବନର ଆରମ୍ଭ। ରିପୋର୍ଟ ନ୍ୟୁଜ୍ ଆଲର୍ଟ 24x7।